లింబచారా సోను వెంటి మసాలా రూటు ఎగ్రమట్టు చాలా లాగొస్తూనే కొట్టు देख लो भाई, हम लड़के हैं ना, हमारे साथ ऐसा ही होता है। ମାଲାକଟି ଆସନ୍ତୁ ଦର୍ଶକ ବନ୍ଧୁ ଦେଖିବା ଗୁଲୁଆ ବାବୁଙ୍କ ଓରଫ ପିସାଙ୍କ ହୃଦୟକୁ ଯେତେବେଳେ ଆଘାତ ଆସିଛି ସେ କେମିତି କଲବଲ ହେଇଛନ୍ତି। ଫୁଡୁ ଫୁଡୁ ଧୁଡୁ 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 ଧୁଡୁ। ଏଠି ତ ଗୀତ ମାଧ୍ୟମରେ କହିଲେ ଆମ ଗୁଲୁଆ ବାବୁ ଓରଫ ଗଲୁଆ। ଆଉ ଆଜି ଶୁଣନ୍ତୁ ତା ଆଗକୁ କ'ଣ ଅଛି ଗପ ମାଧ୍ୟମରେ କ'ଣ ଶୁଣାଉଛନ୍ତି। ସବୁ ପ୍ରାପର ପ୍ରାୟଶ୍ଚିତ ଅଛି, ସବୁ ଭୁଲର କ୍ଷମା, ହେଲେ ପ୍ରେମ ଏମିତିକା ପବିତ୍ର ପାପଟେ। ହଁ ଦର୍ଶକ ବନ୍ଧୁ, ମୁଁ ମୋ ଜୀବନରେ ବି ଭଲ ପାଇବା ଗୋଟେ ହେଇଗଲା, କିନ୍ତୁ ଭୁଲ ଏତିକି ଭଲ ପାଇବାଟା ବାହାଘର ପୂର୍ବରୁ ହେଲାନି, ବାହାଘର ପରେ ହେଇଗଲା। ମୁଁ ଜଣକୁ ମନ ପ୍ରାଣ ହୃଦୟ ଆତ୍ମା ଅନ୍ତରରୁ ଭଲ ପାଇଗଲି। ଛାଡ଼ କହିଲା ବେଳକୁ ଭଲ ପାଇଗଲି, ଆଉ ତା ପ୍ରେମରେ ଖାଲି ଉବୁ ଟୁବୁ ଉବୁ ଟୁବୁ ଟୁବୁ ଉବୁ ଏମିତି ହେଲି। ଦିନରେ ଫୋନ କରିବି, ପୁଣି ଦିପହରକୁ ଫୋନ କରିବି, ପୁଣି ସନ୍ଧ୍ୟାବେଳକୁ ଫୋନ କରିବି, ରାତିରେ ଫୋନ କରିବି। ମାନେ ହୋମିଓପାଥି ମେଡିସିନ ମୁଁ ଦିନକୁ ଥରେ ଖାଏ, କିନ୍ତୁ ହୋମିଓପାଥି ମେଡିସିନ ଭଳିଆ ଫୋନ ମୁଁ ତାକୁ 4 ଥର ଦିନକୁ କରେ। ବେଳ ପଇଲେ ହୋମିଓପାଥି ମେଡିସିନ ମୁଁ ବନ୍ଦ କରିଦେଇଥିବି, କିନ୍ତୁ ତାକୁ ଫୋନ କରିବା ମୁଁ କେବେ ବନ୍ଦ କରିନି। ତାର ଖେଳନା ଦରକାର, ମୋ ହୃଦୟଟାକୁ ଦେଇ ଦେଇଥିଲି, ସେ ଖେଳନା କରିଦେଇଥିଲା। ଏମିତିକି କଲିଂ ବେଲ୍, ତା ଦୁଆର କଲିଂ ବେଲ୍ ବି ମୁଁ ଗୋଟେ ଲଗେଇ ଦେଇଥିଲି। ତାକୁ କେତେବେଳେ ଧନ ଡାକୁଥିଲି, କେତେବେଳେ ଗୁଲୁ ଡାକୁଥିଲି, କେତେବେଳେ ଚୁଇଁ ଡାକୁଥିଲି, କେତେବେଳେ ସୋନା ଡାକୁଥିଲି, ବେଳେ ବେଳେ ତାକୁ ରିଅଲ ସୋନା ବି ଡାକୁଥିଲି। ହେଲେ ସେ ରିଅଲ ସୋନା ତା ନାଁ ଥିଲା ବୀଣା। ବୀଣା ମହାନ୍ତି ବୋଲି ତା ନାଁ ଥିଲା। ଭଲ ନାଁ ବି ବୀଣା, ଡାକ ନାଁ ବି ବୀଣା, କିନ୍ତୁ ଏମିତି ବଜେଇ ଦବ ବୋଲି ମୁଁ ଜାଣିନଥିଲି। ବୀଣା ଏତେ ଜୋରେ ବଜେଇବ ବୋଲି ମୁଁ ଜାଣିନଥିଲି। ଭଲ ହେଲା, ଦେଖା କଲି। ମୁଁ ତାକୁ ଖାଲି ଗୋଟାଏ ମିଛ କଥା, ଦେଖନ୍ତୁ ଆପଣ ମାନେ ଚିନ୍ତା କରନ୍ତୁ ମୁଁ କଣଟା ଭୁଲ କରିଛି। ମୁଁ ଖାଲି ଗୋଟେ ମିଛ କଥା କହିଦେଇଥିଲି, ମୁଁ ବାହା ହେଇନି। ମୁଁ ତ ସତ କଥା ଜଷ୍ଟ ଟିକେ ତାକୁ ବାହା ହେଇଛି। ଭାଇ ତମର ଏ ବିକଳ ଦେଖିକି ସତ କଥା ପିସା, ଚିତାକଟା ପିସା ମଉସା, ମୋତେ ଭାରି ବାଧୁଛି ରେ। ତମକୁ ମୁଁ ବହୁତ ଭଲ ପାଏ, କାହିଁ ଏମିତି ବିକଳ ହେଉଛ, ବିକଳ କାମ କରିଛ। ସତ କ'ଣ ଧରା ପଡ଼ୁନି। ସାମ୍ନା ସାମ୍ନି ଆସ, 2 ଜଣ ଯାକ ଆମେ ଟିକେ ଜାଣିବାକୁ ଚାହୁଁଛୁ।